ରହିଛୁ ଅନଶନରେ ଆଉ। ଆପଣ ତ ସଭାପତି ଅଛନ୍ତି ଦେବସେନା ସଂଗଠନ, କେତେ ଦିନ ଧରି ଧାରଣା ବସୁଛନ୍ତି, କ'ଣ କ'ଣ ଦାବି ରହୁଛି? ଏ ଧାରଣା ଚାଲିବ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ଆମର ଏ ଦାବି ପୂରଣ ହୋଇଛି ସେ ପର୍ଯ୍ୟନ୍ତ ଆମର ଏ ଧାରଣା ଚାଲି ରହିବ। ଆଉ ସବୁଠୁ ଦୁଃଖଦାୟକ କଥା, ଏଠି ଯେଉଁମାନେ କିଛି ଡାକ୍ତର ମଧ୍ୟ ଯେଉଁ ଅଛନ୍ତି ଏଠି ଡିପାର୍ଟମେଣ୍ଟର, ସେମାନେ ଆଜି ଡ୍ୟୁଟି କରୁନାହାନ୍ତି। ଡେପୁଟେସନ ଯେମିତି ଡାକ୍ତର ଆସନ୍ତି ସେଇଭଳିଆ ଯେମିତି ଡ୍ୟୁଟି କରନ୍ତି ସେଇଭଳିଆ ଆସୁଛନ୍ତି, ଏବଂ ଡେପୁଟେସନଠୁ ମାନେ ହୀନ ହେଇଯାଇଛନ୍ତି କହିବା ପାଇଁ ଗଲେ। କାହିଁକି ନା 2 ଘଣ୍ଟା, ଘଣ୍ଟେ, 1.5 ଘଣ୍ଟା ଏଇଭଳି ଭାବରେ ସେମାନେ ଡ୍ୟୁଟି କରୁଛନ୍ତି, ଯାହାଦ୍ୱାରା ଏଠି ରୋଗୀ ହନ୍ତସନ୍ତ ହେଉଛନ୍ତି। ପାଣିର ଏଠି ଉତ୍ତମ ବ୍ୟବସ୍ଥା ନାହିଁ। ଏବେ ଟାଙ୍କି ପାଣି ମଧ୍ୟ ଗର୍ଭବତୀ ମା'ମାନଙ୍କୁ ଦେଇ ଦିଆଯାଉଛି। ଏଠି ବିଭିନ୍ନ ପ୍ରକାର ଅନିୟମିତ ଚାଲିଛି। କୋଟି କୋଟି ଟଙ୍କା ସରକାର ଅର୍ଥ ବ୍ୟୟ କରିକି ଘର ବିଲ୍ଡିଂ ତିଆରି କରୁଥିଲା ବେଳେ ଏଠି ରୋଗୀମାନଙ୍କର ସଂଖ୍ୟା ଧୀରେ ଧୀରେ କମି ଯାଉଛି। ରୋଗୀମାନଙ୍କ ସଂଖ୍ୟା ଧୀରେ ଧୀରେ କମିଯିବା ଦ୍ୱାରା ସେ କୋଠରୀକି ଆପଣମାନେ ଗଲେ ଆପଣଙ୍କୁ ଭୂତ କୋଠରୀ ଭଳିଆ ଜଣାପଡ଼ୁଛି। ତେଣୁ ବିଭିନ୍ନ ପ୍ରକାର ଆମର ଯେଉଁ 20 ପ୍ରକାର ଦାବି ରହିଛି, ସେ ଦାବି ଯେପର୍ଯ୍ୟନ୍ତ ଆମର ପୂରଣ ନ ହୋଇଥିବ ଆମେ ସେ ପର୍ଯ୍ୟନ୍ତ ଏଠି ଉଠିବୁ ନାହୁଁ। ଗତକାଲିଠାରୁ ଆମର କାର୍ଯ୍ୟକର୍ତ୍ତାମାନେ ପାଣି ମଧ୍ୟ ଟିକେ ଟୋପାଏ ପିଇ ନାହାନ୍ତି କି କୌଣସି ଖାଦ୍ୟ ଖାଇ ନାହାନ୍ତି, ଏପର୍ଯ୍ୟନ୍ତ ପଡ଼ି ରହିଛନ୍ତି। ଆଉ ଭୀଷଣ ଗୁଳୁଗୁଳି ପାଇଁ ମଧ୍ୟ କିଛି କାର୍ଯ୍ୟକର୍ତ୍ତା ବେହୋସ୍ ବେଳେ ବେଳେ ହେଇଯାଉଛନ୍ତି। ଇତିମଧ୍ୟରେ ଆମେ ଅନଶନ ଜାରି ରଖିଛୁ। କୌଣସି